ना कौन कहलो ମୋ ନାଁ ବିକାଶ ଚନ୍ଦ୍ର ସାହୁ। बयस केते हो ବୟସ 29-30 ବର୍ଷ ହେବ। कोड आस्ते ମୁଁ ଆମ ଗାଁ କୋରୁଆ, ହରିପୁର କୋରୁଆ, ବ୍ଲକ ଗରତପୁର, ଜିଲ୍ଲା କେନ୍ଦ୍ରାପଡ଼ାରୁ ଆସିଥିଲି। असुविधा कौन हेतला कर ଅସୁବିଧା ମୋର ଲେଫ୍ଟ ହିପ୍ ଜଏଣ୍ଟ ପୁରା ଲାଗିଯାଇଥିଲା। ମୁଁ ଯେଉଁ ବହୁତ ଆଡ଼େ କଟକ ଭୁବନେଶ୍ୱର ସବୁଆଡ଼େ ଯାଇ ଦେଖେଇଲି, ସବୁ ଯେଉଁ ଡାକ୍ତରଙ୍କୁ ଦେଖେଇଲି ସେ କହିଲେ ଅପରେସନ୍ ହିପ୍ ଅପରେସନ୍ କରିବାକୁ। ଆଉ ମୋ ଯେହେତୁ ବୟସ କମ୍ ଥିଲା, ଇଏ ପ୍ରୋବ୍ଲେମଟି ମୋର 4 ବର୍ଷ 5 ବର୍ଷ ତଳର। घर पूरा ओरिड हेतले नहीं ଘରେ ବହୁତ ଓରିଡ଼ି ଯାଇଥିଲେ, ତ ଅପରେସନ୍ ପାଇଁ ଏମିତି ପ୍ରିପାରେସନ୍ ବି ଘରେ କହୁଥିଲେ କରିଦେବା, କିନ୍ତୁ ମୋତେ ଭଲ ଲାଗୁନଥିଲା କି ଅପରେସନ୍ ହେଇଗଲେ ମୁଁ ଇଏ ହେଇଯିବ, ପୁରା ଇଏ ହେଇଯିବ। ऑपरेशन कले डॉक्टर कहते कौन कौन असुविधा हो ହଁ କହିଥିଲେ कि ତୁମେ ଆଉ ମୁଁ ୱାରିଂ କାମ କରେ, ୱାରିଂ କାମ ମୁଁ ବସିପାରିବିନି ତଳେ କି କେଉଁଠି ଚଢ଼ାଚଢ଼ି କରିପାରିବିନି, କି ଇନବାଲାନ୍ସ ହେଲେ ବି ସେଇଟା ପ୍ରୋବ୍ଲେମ୍ କହୁଥିଲେ। ତ ସେଇ ଇଏରେ ମୋତେ ପୁଣି ଆହୁରି ବେଶୀ ଡର ଲାଗିଲା। ତାପରେ ମୁଁ ଆସିଥିଲି ଆମର ଏଇ କୋରୁଆ କଲେଜ ଛକରେ ଶ୍ରୀମା ଫିଜିଓଥେରାପି କ୍ଲିନିକକୁ। ସେଇଠି ଆସିକିନା ମୁଁ 1.5 ବର୍ଷ ତଳେ ଟ୍ରିଟମେଣ୍ଟ ହେଉଥିଲି। ବର୍ତ୍ତମାନ ପାଇଁ ମୋର ହିପ୍ ଜଏଣ୍ଟ ପ୍ରାୟତଃ କ୍ଲିଅର ଅବସ୍ଥାରୁ 99% କ୍ଲିଅର ହେଇଛି। ଯେଉଁଠି 1% ରହୁଛି ସେଇଟା ମୁଁ ଡେଲି କଣ୍ଟିନ୍ୟୁ ଫିଜିଓଥେରାପି ମେଣ୍ଟେନ୍ କରୁଛି, କ୍ଲିଅର ରହୁଛି। ଏବେ ମୋର କିଛି ଅସୁବିଧା କିଛି ନାହିଁ। काम कंटिन्यू ହଁ କାମ କଣ୍ଟିନ୍ୟୁ ହେଇ ଚାଲିଛି, ମୋର କିଛି ଅସୁବିଧା ନାହିଁ। ଆଗ ଅପେକ୍ଷା ଭଲ କାମ କରୁଛି। ଏବେ ସିଡ଼ି ଚଢ଼ାଚଢ଼ି ଇଏରେ ବି ଏତେ ପ୍ରୋବ୍ଲେମ୍ ନାହିଁ ମୋର। ଆଗରୁ ଚଢ଼ି ପାରୁନଥିଲି, ପେନ୍ ହେଉଥିଲା ବହୁତ, ମାନେ ଚଢ଼ିବାକୁ 2-3ଟା ଷ୍ଟେପ୍ରେ ମୁଁ ଚଢ଼ୁଥିଲି। ଏବେ ମୁଁ ଡାଇରେକ୍ଟ ଚଢ଼ି ଯାଉଛି, କିଛି ଅସୁବିଧା ହେଉନି।